ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଉପାୟ ବତାଇବୁ ଯାହା ଆପଣଙ୍କର ଲାଭ ହିଁ ଲାଭ ହେବ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା, ପ୍ରତ୍ୟେକ ଇଚ୍ଛା ଆପଣଙ୍କର ପୂରଣ ହୋଇଯିବ। ଯଦି ଆପଣ ଅନେକ ଦିନରୁ କରଜରୁ ମୁକ୍ତି ପାଇପାରୁନାହାନ୍ତି, ତ ଆପଣଙ୍କୁ ମୁକ୍ତି ମିଳିଯିବ। ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ଆଉ ସେହି ପଇସା ଉଧାର ଆପଣଙ୍କୁ ମିଳିପାରୁନାହିଁ, ତ ଏହି ଭିଡିଓଟିକୁ ନିହାତି ଦେଖନ୍ତୁ। କର୍ଜ ମୁକ୍ତି ପାଇଁ ଏହି ଉପାୟ ବହୁତ ସରଳ ଅଟେ। ଯଦି ଆପଣଙ୍କ ଘରେ କର୍ଜ ଅଧିକ ବଢି ଯାଇଛି ଯାହାକୁ ଆପଣ ସୁଝି ପାରୁନାହାନ୍ତି, କିଛି କର୍ଜର ଆପଣ ସବୁବେଳ ପାଇଁ ମୁକ୍ତି ମିଳିଯିବ। କୁହାଯାଏ ଯେ ସବୁ ଦେବତାଙ୍କ ଭିତରୁ ସବୁଠୁ ଶ୍ରେଷ୍ଠ ହେଉଛନ୍ତି ମହାଦେବ ଅଟନ୍ତି। ଆଉ ଯେଉଁ ବ୍ୟକ୍ତି ଉପରେ ମହାଦେବଙ୍କର କୃପା ଥରେ ବନିଯାଏ, ସେହି ବ୍ୟକ୍ତିର ଜୀବନରେ ଅନେକ ସରଳ ହୋଇଯାଏ। ତାଙ୍କ ଜୀବନରେ କେବେ ବି କୌଣସି ଦୁଃଖ, କଷ୍ଟ, ସମସ୍ୟା ଆସିନଥାଏ। ଅନ୍ୟତମ ହେଉଛି ମାତା ଲକ୍ଷ୍ମୀ। ଯେଉଁ ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ହୋଇଥାଏ, ସେହି ବ୍ୟକ୍ତିର ଘରେ କେବେ ବି ଧନ ଦୌଲତର କମି ରହିବ ନାହିଁ। ସବୁବେଳେ ହିଁ ଧନ ଦୌଲତ ତାଙ୍କ ଘରେ ସବୁବେଳେ ପାଇଁ ବନି ରହୁଥାଏ। ଧନ ଦୌଲତ ନୂଆ ନୂଆ ରାସ୍ତା ଖୋଲି ଯାଇଥାଏ। ଆଉ ମାତା ଲକ୍ଷ୍ମୀଙ୍କର କୃପାରୁ ସେହି ଘରେ କେବେ ବି ଧନ ଦୌଲତର କମି ହୁଏ ନାହିଁ। ଆଉ ଯେଉଁ ଘରେ ଧନ ଦୌଲତର କମି ଥାଏ, ସେହି ଘରେ ସୁଖ ଶାନ୍ତି ରହିନଥାଏ। ଆଉ ସେହି ଘରେ କୌଣସି ନା କୌଣସି ଦୋଷ ବୁଦ୍ଧିମାନ ରହିଥାଏ, ଯାହାକି ଶନି ଦୋଷ ବି ହୋଇପାରେ କିମ୍ବା ପିତୃ ଦୋଷ ବି ହୋଇପାରେ କିମ୍ବା ରାହୁ ଦୋଷ ବି ହୋଇପାରେ। ଏମିତି କେଉଁ ଦୋଷ ଯାହା ଆପଣଙ୍କ ଘରେ ପରିବାରର ଲାଗି ରହିଥାଏ, ଯାହା ଦ୍ୱାରା ଆପଣଙ୍କୁ କରଜର ମୁକ୍ତି ମିଳିପାରେ ନାହିଁ। ଯଦି ଆପଣ ଏହି ଉପାୟଟିକୁ କରିବେ, ଯାହା ଆମେ ଆପଣଙ୍କୁ ଏହି ଭିଡିଓରେ ବତାଇବୁ, ତ ମାନିକି ଚାଲନ୍ତୁ ଏହି ଉପାୟ ଆପଣଙ୍କର ଦୁର୍ଭାଗ୍ୟକୁ ଆଜି ହିଁ ସମାପ୍ତ କରିଦେବ ଏବଂ ଆପଣଙ୍କୁ ନୂଆ ନୂଆ ସଫଳତାର ମାର୍ଗ ମିଳିବାକୁ ପ୍ରାପ୍ତ ହୋଇଯିବ। ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ସମାପ୍ତ ହୋଇଯିବ ଏବଂ ସୁଖର ବର୍ଷା ଆପଣଙ୍କ ଘରେ ହେବ। ଏମିତି କିଛି ଉପାୟ ଥାଏ ଯାହାକୁ କରିବା ଦ୍ୱାରା ବ୍ୟକ୍ତି ଗରିବରୁ ସବୁବେଳ ପାଇଁ ମୁକ୍ତି ପାଇଥାଏ। ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିପାରିବେ, ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ପାଇପାରିବେ, ଆଉ ସବୁ ଦେବୀ ଦେବତାଙ୍କର କୃପା ପ୍ରାପ୍ତ କରିପାରିବେ। ମା ଓ ଭଉଣୀମାନେ, ଆପଣଙ୍କୁ ଅନୁରୋଧ, ଭିଡିଓଟିକୁ ଗୋଟିଏ ଲାଇକ୍ କରି ଆମର ଏହି ଚ୍ୟାନେଲରେ ଯଦି ଆପଣମାନେ ନୂଆ ଆସିଛନ୍ତି, ତେବେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ ନିହାତି କରିଦିଅନ୍ତୁ, ଯାହାଫଳରେ ଏହିଭଳି ଶିକ୍ଷଣୀୟ ଭିଡିଓ ଆପଣମାନେ ଜାଣିବାକୁ ପାଇବେ। ଏବଂ ଏହି ଭିଡିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଆପଣମାନେ ଜାଣିପାରିବେ ଯେ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ପୁରା ଧନ ଦୌଲତ ସବୁବେଳ ପାଇଁ ଆପଣଙ୍କ ଘର ପୂରି ରହିବ ଏବଂ ଆପଣଙ୍କର କର୍ଜରୁ ବି ଆପଣଙ୍କୁ ସବୁଦିନ ପାଇଁ ମୁକ୍ତି ମିଳିଯିବ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ନିହାତି ଲେଖିଦିଅନ୍ତୁ। ତାପରେ ଦେଖିବେ କିପରି ଆପଣଙ୍କର ଭାଗ୍ୟ ସବୁବେଳେ ଆପଣଙ୍କ ସାଥ ଦେବାକୁ ଲାଗିବ। ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କିପରି ଅସୀମ କୃପା ବର୍ଷା କରିବେ। ତେବେ ଚାଲନ୍ତୁ ଜାଣିବା। ପ୍ରଥମ ଉପାୟଟି, ଗୋଟିଏ ନଡ଼ିଆ ଉପରେ ଚମେଲି ତେଲରେ ସିନ୍ଦୁର ଗୋଳାଇ ସେହି ନଡ଼ିଆ ଉପରେ ସ୍ୱସ୍ତିକ ଚିହ୍ନଟିଏ ବନାଇ ଦିଅନ୍ତୁ। ଏହା ସହ କିଛି ଭୋଗ, ଯାହାକି ଲଡୁ କିମ୍ବା ଗୁଡ଼ ଚଣା ସହିତ ହନୁମାନ ମନ୍ଦିରକୁ ଯାଇ ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରିଦେବେ ଏବଂ ଆପଣ ମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ। ତତ୍କାଳୀନ ଲାଭ ପ୍ରାପ୍ତ ହେବ। ଦ୍ୱିତୀୟ ଉପାୟ, ଶନିବାର ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସ୍ନାନ ଆଦି ସାରି ଆପଣଙ୍କର ଲମ୍ବ ଅନୁସାରେ, ମାନେ ଆପଣଙ୍କର ଯେତିକି ଉଚ୍ଚତା ସେତିକି ଉଚ୍ଚତାରେ ଗୋଟିଏ କଳା ରଙ୍ଗର ଧାଗା ବା ସୂତାଟିଏ ନେବେ। ଗୋଟିଏ ନଡ଼ିଆ ଉପରେ ସେହି କଳା ରଙ୍ଗର ସୂତାକୁ ଗୁଡ଼ାଇ ଦିଅନ୍ତୁ। ସେହି ନଡ଼ିଆକୁ ପ୍ରବାହିତ ନଦୀରେ ଅର୍ପଣ କରିଦେବେ। ଏହା ସହ ଭଗବାନଙ୍କୁ ଛୁଟକାରା ପାଇବା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ପ୍ରତି ମାସର 2 ପକ୍ଷର ତ୍ରୟୋଦଶୀ ତିଥିକୁ ପ୍ରଦୋଷ ବ୍ରତ କରାଯାଏ। ଅଲଗା ଅଲଗା ଦିନର ପଡିଥିବା ପ୍ରଦୋଷର ମହିମା ଅଲଗା ଅଲଗା ହୋଇଥାଏ। ସୋମବାରର ବ୍ରତ ଆସୁଥିବା ପ୍ରଦୋଷ, ମଙ୍ଗଳବାରକୁ ଆସୁଥିବା ପ୍ରଦୋଷ ଏବଂ ଅନ୍ୟ ବାରକୁ ଆସୁଥିବା ପ୍ରଦୋଷ ସବୁର ମହତ୍ତ୍ୱ ଆଉ ଲାଭ ଅଲଗା ଅଲଗା ହିଁ ହୋଇଥାଏ। ମଙ୍ଗଳବାରକୁ ଆସୁଥିବା ପ୍ରଦୋଷକୁ ଭ୍ରମ ପ୍ରଦୋଷ କୁହାଯାଏ। ଆଉ ଭ୍ରମ ପ୍ରଦୋଷ ମାନେ ହେଲା ମଙ୍ଗଳବାର ଦିନ ପଡୁଥିବା ତ୍ରୟୋଦଶୀ ତିଥିକୁ ଭ୍ରମ ପ୍ରଦୋଷ କୁହାଯାଏ। ଏହି ଦିନ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମୁକ୍ତି ପାଇଯାଇଥାଏ। ଏହି ଦିନ ବ୍ରତ କି ପୂଜା କରିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ। ମଙ୍ଗଳ ଓ ବୁଧର ଉପାୟ, ମଙ୍ଗଳର ପୂଜା, ଦାନ, ଭୋଗ ଏବଂ ଜପ କରିବା ଉଚିତ। ମଙ୍ଗଳ ଏବଂ ବୁଧବାର ଦିନ କରଜର ଲେଣ ଦେଣ କରନ୍ତୁ ନାହିଁ। ପ୍ରତିଦିନ ହନୁମାନ ଅଷ୍ଟକାର ପାଠ 7 ଥର କରନ୍ତୁ। ଯଦି ବି ପ୍ରତିଦିନ ପାଠ କରିବା ସମ୍ଭବ ନୁହେଁ, ତ ମଙ୍ଗଳବାରକୁ ଜରୁର କରନ୍ତୁ। ଏମିତି କରିବା ଦ୍ୱାରା କର୍ଜ ଶୀଘ୍ର ହିଁ ସମାପ୍ତ ହୋଇଥାଏ। କୌଣସି ବି ମାସର କୃଷ୍ଣ ପକ୍ଷର 1 ତିଥି, ଶୁକ୍ଳ ପକ୍ଷର 2 ତିଥି, 3 ତିଥି, 4, 6, 7, 8, 10, 11, 12, 13
ପୂର୍ଣ୍ଣିମା ଏବଂ ମଙ୍ଗଳବାର ଦିନ ଉଦ୍ଧାର ଦେବେ ଏବଂ ବୁଧବାରକୁ କରଜ ନେବେ। ବୁଧବାରକୁ ମୁଗ ଡାଲିକୁ ବତୁରାଇ ଘିଅ ଓ ମହୁରେ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ଦେଖିବେ ବହୁତ ଶୀଘ୍ର କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ବାସ୍ତୁ ଦୋଷ ନାଶକ ହଳଦିଆ ରଙ୍ଗର ଗଣପତି ଫଟୋ ମୁଖ୍ୟ ଦ୍ୱାରର ଆଗ ପଟରେ ପଛ ପଟରେ ଲଗାନ୍ତୁ। କୁହାଯାଏ କି ଭୋଜନରେ ଗୁଡ଼ ପ୍ରୟୋଗ ଏହି ଦୃଷ୍ଟିରୁ ଅତ୍ୟନ୍ତ ଉତ୍ତମ ହୋଇଥାଏ। ପ୍ରତିଦିନ ଲାଲ ମସୁର ଡାଲିକୁ ଦାନ କରନ୍ତୁ। ଏପର୍ଯ୍ୟନ୍ତ ଯଦି ଏହି ଭିଡିଓକୁ ଗୋଟିଏ ବି ଲାଇକ୍ ଯଦି କରିନାହାନ୍ତି, କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିନାହାନ୍ତି, ତେବେ ଜରୁର ଲେଖିଦିଅନ୍ତୁ। ଏବଂ ଆପଣଙ୍କୁ ଗୋଟେ ଛୋଟିଆ ଅନୁରୋଧ, ଚ୍ୟାନେଲକୁ ଯଦି ନୂଆ ଅଛନ୍ତି ବା ନୂଆ ଆସିଛନ୍ତି ତ ଆମର ଏହି ଚ୍ୟାନେଲକୁ ବହୁତ ଜଲ୍ଦି ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣମୋଚକ ମଙ୍ଗଳ କିମ୍ବା ଗଜେନ୍ଦ୍ର ମୁଖ୍ୟ ସ୍ତୋତ୍ର ପାଠ କରନ୍ତୁ। ଯଦି ଆପଣଙ୍କୁ କରଜ ଘେରି ଯାଇଛି ତ ଋଣମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ। ଏହି ପାଠ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାରରୁ ଆରମ୍ଭ କରିବା ଉଚିତ। ଯଦି କୌଣସି କାରଣରୁ ପ୍ରତିଦିନ ଆପଣ ପାଠ କରିପାରୁନାହାନ୍ତି ତେବେ ପ୍ରଥମେ ପ୍ରତ୍ୟେକ ମଙ୍ଗଳବାର ଦିନକୁ ପାଠ ଅବଶ୍ୟ କରନ୍ତୁ। ଏହାଦ୍ୱାରା କରଜରୁ ମୁକ୍ତି ଆପଣଙ୍କୁ ଗଜେନ୍ଦ୍ର ମୁଖ୍ୟ ସ୍ତୋତ୍ରରେ ପ୍ରତିଦିନ ସୂର୍ଯ୍ୟୋଦୟ ପାଠ କରିପାରିବେ। ଏହି ଦୁଇଟି ଭିତରୁ କୌଣସି ଗୋଟିଏ ଆପଣ ପାଠ କରନ୍ତୁ। ଏହି ଦୁଇଟି କରଜରୁ ମୁକ୍ତି ଦେବା ଉପାୟଟିଏ। ଗୋଲାପ ଉପାୟ। ସର୍ବପ୍ରଥମେ 5ଟି ଲାଲ ଗୋଲାପ ଫୁଲ ନେବେ। ଏହାପରେ 1.5 ମିଟର ଧଳା ରଙ୍ଗର କପଡ଼ା ନେବେ। ଆପଣଙ୍କ ସାମ୍ନାରେ ସେହି କପଡ଼ାକୁ ବିଛାଇ ଦେବେ। ସେହି କପଡ଼ାରେ 5ଟି ଗୋଲାପ ଫୁଲକୁ ରଖିଦେବେ ଏବଂ 21 ଥର ଗାୟତ୍ରୀ ମନ୍ତ୍ର ଜପ କରିବେ। ସେହି କପଡ଼ାକୁ ବାନ୍ଧିଦେବେ ଏବଂ ନିଜେ ସେହି ଗଣ୍ଠୁଳିକୁ ନେଇ ବହି ଯାଉଥିବା ଶୁଦ୍ଧ ଜଳରେ ପ୍ରବାହିତ କରିଦେବେ। ଏହି ଉପାୟ କରିବା ଦ୍ୱାରା ଜଲ୍ଦି ହିଁ କରଜରୁ ମୁକ୍ତି ମିଳିଯାଇଥାଏ। ଏବେ ଆସନ୍ତୁ ଜାଣିବା ମଶାଣିର ପାଣି। ଯଦି ଆପଣ ନିରନ୍ତର କରଜରେ ବୁଡ଼ି ରହିଛନ୍ତି ତ ଶ୍ମଶାନରେ ଥିବା କୂଅ କିମ୍ବା ଟ୍ୟୁବୱେଲରୁ ଜଳ ଆଣି କୌଣସି ବି ଓସ୍ତ ଗଛ ମୂଳରେ ଚଢ଼ାଇ ଦେବେ। ଏହି ଉପାୟକୁ ଆପଣ କମ୍ ସେ କମ୍ 6ଟି ଶନିବାର କରିବେ ତ ଆଶ୍ଚର୍ଯ୍ୟଜନକ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ବିଷ୍ଣୁ ଲକ୍ଷ୍ମୀ ମନ୍ଦିର। ସୋମବାର ଦିନ ଗୋଟିଏ ରୁମାଲ, 5ଟି ଗୋଲାପ ଫୁଲ, ଗୋଟିଏ ଚାନ୍ଦିର ପତ୍ର, ଅଳ୍ପ ଚାଉଳ ଓ ଅଳ୍ପ ଟିକେ ଗୁଡ଼ ନେଇ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ରୁମାଲ ରଖି ସେ ସବୁ ବସ୍ତୁକୁ ହାତରେ ଧରି 21 ଥର ଗାୟତ୍ରୀ ମନ୍ତ୍ର ଜପ କରିବେ। ଆପଣଙ୍କ ସହିତ ଯୋଉ ଅନ୍ୟ ବସ୍ତୁ ସବୁ ନେଇଥିଲେ ସାଥିରେ ଗୋଟେ ପରେ ଗୋଟେ ସେହି ରୁମାଲରେ ରଖିବେ ଏବଂ ମନେ ମନେ ଗାୟତ୍ରୀ ମନ୍ତ୍ରକୁ ଜପ କରୁଥିବେ। ଏହାପରେ ସେ ରୁମାଲଟିକୁ ଏକାଠି କରି ଧରିବେ ଏବଂ ପ୍ରାର୍ଥନା କରିବେ କି ମୋର ସବୁ ସମସ୍ୟା ଦୂର ହେଇଯାଉ, ମୋର ସବୁ କରଜରୁ ମୋତେ ମୁକ୍ତି ମିଳିଯାଉ। ଏହି ଉପାୟ ଆପଣଙ୍କର ଆଗାମୀ 7 ସୋମବାର ପର୍ଯ୍ୟନ୍ତ କରନ୍ତୁ। ସିଆର ସିଂ। ଯଦି ଆପଣ କରଜରେ ଚିନ୍ତିତ ତ ସିଆର ସିଂ ଏହା ଆପଣଙ୍କର ପୂଜା ଦୋକାନରେ ଆରାମସେ ମିଳିଯିବ। ତ ଆପଣ ସିଆର ସିଂକୁ ନେଇ ଗୋଟିଏ ଡବାରେ ରଖିଦେବେ ଏବଂ ପ୍ରତ୍ୟେକ ଦିନ ପୁଷ୍ୟ ନକ୍ଷତ୍ରରେ ସେହି ସିଆର ସିଂରେ ସିନ୍ଦୁର ଚଢ଼ାଇବେ। ଏହା କରିବା ଦ୍ୱାରା ଶୀଘ୍ର ହିଁ ଶୁଭ ଫଳ ଆପଣଙ୍କୁ ମିଳିଥାଏ। ଆପଣଙ୍କର 2ଟି ହାତ ମୁଠାରେ ଛୋଟ କଳା ସୋରିଷ ନିଅନ୍ତୁ। ଆପଣଙ୍କ ଅଗଣାରେ ଚଉରାରେ ପୂର୍ବ ଦିଗକୁ ମୁହଁ କରି ଡାହାଣ ହାତକୁ ବାମ ପଟକୁ ନେବେ ଏବଂ ବାମ ହାତଟି ଡାହାଣ ହାତ ପଟକୁ ନେଇ ସେହି ସୋରିଷକୁ ଫିଙ୍ଗିଦେବେ। ଏହାପରେ ଚଉରାରେ ଗୋଟିଏ ସୋରିଷ ତେଲର 2 ମୁଠି ଦୀପଟିଏ ଜଳାଇ ଦିଅନ୍ତୁ ଆଉ ସେହି ଦୀପ ମାଟିର ଦୀପ ନେବେ। ଏହି ପ୍ରୟୋଗ ଶୁକ୍ଳପକ୍ଷର ପ୍ରଥମ ଶନିବାରକୁ ସନ୍ଧ୍ୟା ସମୟରେ ଆପଣ କରନ୍ତୁ। ଶ୍ରଦ୍ଧା ଦ୍ୱାରା କରିବା ଏହି ଉପାୟ ଅବଶ୍ୟ ଆପଣଙ୍କୁ କରଜରୁ ମୁକ୍ତି ମିଳିବ। ଯଦି ବି କୌଣସି ଉପାୟ ଆପଣଙ୍କର ସଫଳ ନ ହେଉଛି ତେବେ ଆପଣ ମଙ୍ଗଳବାର ଓ ଶନିବାର ହନୁମାନ ମନ୍ଦିର ଯିବେ। ତେଲ ଓ ସିନ୍ଦୁର ଚଢ଼ାନ୍ତୁ। ଏହାପରେ ହନୁମାନ ଚାଳିଶା ଓ ବଜରଙ୍ଗ ପାଠର ଅବଶ୍ୟ କରନ୍ତୁ। ମାଟିର ଦୀପରେ ସୋରିଷ ତେଲ ଭରିକି ସେହି ଦୀପକୁ ଢାଙ୍କୁଣୀ ଦ୍ୱାରା ଘୋଡ଼େଇ ଦିଅନ୍ତୁ ଏବଂ ପରେ ଶନିବାର ଦିନ କୌଣସି ନଦୀ କିମ୍ବା ନାଳକୁ ଯାଇ ନଦୀ କିମ୍ବା ନାଳର ମାଟିରେ ସେହି ଦୀପକୁ ପୋତି ଦିଅନ୍ତୁ। ଯଦି ଆପଣଙ୍କ ଉପରେ କୌଣସି ବଡ଼ କରଜ ଥାଏ ତ ଆପଣ ରାତିରେ ଶୋଇଲା ପୂର୍ବରୁ ଶୁଖିଲା ଧଣିଆକୁ ପାଣିରେ ଭିଜେଇକି ଶୋଇପଡ଼ନ୍ତୁ। ସକାଳେ ଉଠି ସେହି ଧଣିଆକୁ ବହୁଥିବା ଜଳରେ ପ୍ରବାହିତ କରିଦେବେ। ଏହା କରିବା ଦ୍ୱାରା ଜଲ୍ଦି କରଜରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଆପଣ ଯଦି କାହାକୁ ପଇସା ଉଧାର ଦେଇଛନ୍ତି, ପଇସା ଆପଣଙ୍କୁ ଫେରି ପାଇବା ପାଇଁ ସେ ଟୋଟାଲି ରାଜି ହେଉନାହାନ୍ତି ତ ଆପଣ ଧଣିଆର ଉପାୟକୁ କରିପାରିବେ। ଶୁକ୍ରବାର ଦିନ ଗୋଟିଏ ଧଳା କାଗଜରେ ଯିଏ ଆପଣଙ୍କର ପଇସା ନେଇଛନ୍ତି ତାଙ୍କର ନାମ ଲେଖି ଶୁଖିଲା ଧଣିଆ ସେହି କାଗଜରେ ରଖିଦିଅନ୍ତୁ। ସେହି ଧଣିଆକୁ ବା ସେଇ କାଗଜକୁ ଗୋଟିଏ
ନାଳରେ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଅଟକି ଥିବା ଧନ ଆପଣ ଫେରି ପାଇବେ। ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଓ ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଘରେ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ, ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଶୁକ୍ରବାର ଦିନ ଧଣିଆକୁ ଗୋଟିଏ ଚାନ୍ଦିର ପଇସାକୁ ମିଶାଇ ଲାଲ କପଡାରେ ଗୁଡାଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏବଂ ପୂଜା କରନ୍ତୁ। ପୂଜା କରି ସାରିବା ପରେ ଏହାକୁ ଆପଣଙ୍କର ଟ୍ରେଜରୀ ବା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନ ବଢି ଚାଲିବ। ମାତା ଲକ୍ଷ୍ମୀ ଏବଂ କୁବେର ଦେବତାଙ୍କୁ ଏକା ସାଙ୍ଗରେ ପ୍ରସନ୍ନ କରିଥାଏ ଏହି ତିନୋଟି ଜିନିଷ। ଏହା ଦ୍ୱାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିବେ ଏବଂ ଆପଣଙ୍କ ଘରେ ବର୍ଷା କରିବେ ଧନର। ତ ବୁଧବାର ଦିନ ଗାଈକୁ ଧନିଆ ପତ୍ର ବା ଗୋଟା ଧଣିଆ ଖୁଆଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପରିବାରର ଆର୍ଥିକ ସ୍ଥିତି ମଜବୁତ ରହିଥାଏ। ଏହି ଉପାୟକୁ କରିସାରିବା ପରେ ଆପଣଙ୍କ ପର୍ସ ସବୁବେଳେ ପଇସାରେ ଭରି ରହିବ। ତ ଆଶା କରୁଛି ଆଜିର ଭିଡିଓଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ଯଦି ଭିଡିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଭିଡିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆଜିର ଭିଡିଓରେ କୁହାଯାଇଥିବା ଉପାୟ ଗୁଡ଼ିକୁ ଆପଣେଇ ଆପଣ କରଜରୁ ମୁକ୍ତି ପାଆନ୍ତୁ ଏବଂ ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏ ପର୍ଯ୍ୟନ୍ତ ଯଦି ଆପଣମାନେ ଆମର ଏହି ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।